ସକାଳୁ ପ୍ରାୟ 6ଟା 5 ଘଣ୍ଟା ଟାଇମ୍ ହେବ। ମୁଁ ଜଷ୍ଟ ଉଠିଲା ପରେ ଖଟ ଉପରେ ବସିଥିଲି। ଟିକେ ଭୂମିକମ୍ପ ଅନୁଭୂତ ହେଲା। ଖଟ ହଲିବା ଆରମ୍ଭ କଲା। ତାପରେ ଆମ ଯେଉଁ ପରିବାର ଲୋକ ଥିଲେ ସମସ୍ତଙ୍କୁ ଆମେ ଆଲର୍ଟ କଲୁ କି ବାହାରକୁ ପଳେଇ ଆସନ୍ତୁ। ଏବଂ ଗାଁରେ ବି ମୃଦୁ ଭୟ ବି ବାତାବରଣ ଖେଳିଗଲା। ଏବଂ ତତ୍ସହିତ ଇଏ ଭୂମିକମ୍ପ ପ୍ରାୟ 1 ରୁ 2 ସେକେଣ୍ଡ ଅନୁଭୂତ ହେଇଛି। ଏବଂ ଏହା ଆମ ଆଳି ଏବଂ କନିକା ଅଞ୍ଚଳରେ ମଧ୍ୟ ଅନୁଭୂତ ହେଇଛି, ଯାହା ଆମେ ଖବର ପାଇଲୁ। ଏବଂ ବିଶେଷ କିଛି କ୍ଷୟକ୍ଷତି ହେଇନାହିଁ, କିନ୍ତୁ ତଥାପି ଆମେ ଭୟଭୀତ ଅବସ୍ଥାରେ ଏପର୍ଯ୍ୟନ୍ତ ଅଛୁ। ଯେହେତୁ ଆମେ ସମୁଦ୍ର କୂଳିଆ ଲୋକ, ତେଣୁକରି ସୁନାମିର ଭୟ ଆମକୁ ସବୁବେଳେ ରହୁଛି। ତେଣୁକରି ଆମେ ଭୟଭୀତ ଅବସ୍ଥାରେ ଅଛୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହେଇନାହିଁ। ଆଗରୁ ପ୍ରାୟ 6 ରୁ 7 ବର୍ଷ ତଳେ ଏମିତି ଗୋଟେ ଅନୁଭୂତ ହେଇଥିଲା, କିନ୍ତୁ ତାହା ସ୍ଥଳ ଭାଗରେ ହେଇଥିଲା। କିନ୍ତୁ ଜଳ ଭାଗରେ ଏହା ପ୍ରଥମ କରିକି ଆମେ ଏବେ ଯେଉଁ ଖବର ପାଉଛୁ, ଜଳ ଭାଗରେ ଏଟା ହେଇଛି, ଯାହା ପାଇଁ ଆମ ପାଇଁ ବିପଦ ସମ୍ପୂର୍ଣ୍ଣ ଅଟେ। କାରଣ ଆମ ଘର ଯେହେତୁ ସମୁଦ୍ରରୁ ଏୟାର ବାଟେ ପାଖାପାଖି 36 କିଲୋମିଟର ହେବ। ତେଣୁକରି ଆମେ ପାଖାପାଖି ପ୍ରାୟ ଭୟଭୀତ ଅଛୁ। କାରଣ ସୁନାମିକୁ ଆମର ଯାହା ବି ହେଲେ ଭୟ ରହିବ, କାରଣ ଆମର ନଦୀ ପାଖ ଅଞ୍ଚଳ। ଆମର ନଦୀର ସଂଯୋଗୀକରଣ ଆମର ସମୁଦ୍ର ସହିତ ଏଠି ନିୟରେଷ୍ଟ ପାଖରେ ଅଛି। ତେଣୁକରି ଆମେ ଭୟଭୀତ ଅବସ୍ଥାରେ ଅଛୁ।